ଅଲ୍ ଇଣ୍ଡିଆ କ୍ଷେତ ଓ ମଜଦୁର ସଂଘର ସ୍ଥାନୀୟ ନେତା କେଦାର ଶବରଙ୍କ ନେତୃତ୍ୱରେ ଏକ ବିଶାଳ ରାଲି କାଶୀନଗର ଫରେଷ୍ଟ ଛକଠାରୁ କାଶୀନଗର ସହର ପରିକ୍ରମା କରିଥିଲା। ଶ୍ରମିକ ବିରୋଧୀ ନୀତିକୁ ନିନ୍ଦା କରାଯାଇ ବିଭିନ୍ନ ନାରା ଦିଆଯାଇଥିଲା। ପ୍ରକାଶ ଥାଉ କି ପ୍ରଥମ କରି ଆମେରିକାରେ ଏହି ଆନ୍ଦୋଳନ ଆରମ୍ଭ କରିଥିଲେ। ଶ୍ରମିକମାନଙ୍କୁ 16 ଘଣ୍ଟା କାମ କରିବାକୁ କୁହାଯାଇଥିବାରୁ ଏହି ଆନ୍ଦୋଳନ ମୁଣ୍ଡ ଟେକିଥିଲା। 1923 ମସିହାରେ ଭାରତରେ ଏହି ଦିବସ ଲେବର ଡେ ବା ଶ୍ରମିକ ଦିବସ ରୂପେ ପାଳିତ ହୋଇଆସୁଅଛି। 1923 ମସିହାରେ ଚେନ୍ନାଇରୁ ହିନ୍ଦୁସ୍ତାନର ଲେବର କିଷାନ ପାର୍ଟି ତରଫରୁ ଏହି ଦିବସ ପାଳନ ଆରମ୍ଭ ହୋଇଥିଲା। ଶ୍ରୀ କେଦାର ଶବର ଠିକା କାର୍ଯ୍ୟ ଉଚ୍ଛେଦ, ସମାନ କାମକୁ ସମାନ ପ୍ରାପ୍ୟ ଇତ୍ୟାଦି ବିଭିନ୍ନ ନାରା ଦେଇ ସଚେତନ ସୃଷ୍ଟି କରାଇଥିଲେ। ଆଜି ମୋଟର ଗାଡ଼ି କିଛି ଯିବା ଆସିବା ନ କରୁଥିବାରୁ ଲୋକେ ନାନା ଅସୁବିଧାରେ ପଡ଼ିଥିବାର ଦେଖିବାକୁ ମିଳିଛି। କାଶୀନଗରରୁ ପ୍ରଣତି ସାବତଙ୍କ ରିପୋର୍ଟ, ଓଡ଼ିଶା କାମ ଲାଇଭ୍।